ଥରେ ଗୋଟିଏ ଜାଗାରେ ଜଣେ ବନ୍ଧୁ ଉଦାହରଣ ଦେଲେ ଯେ ବେଦରେ ମୁର୍ଗା ମଦ୍ୟ ମାନେ ମୁର୍ଗା ମାନଙ୍କୁ ଖାଇବା ପଶୁ ମାନଙ୍କୁ ପକ୍ଷୀ ମାନଙ୍କୁ ଯୋଉ କୁକୁଡ଼ା ଆଦି ଖାଇବା ଆଉ ମଦ୍ୟ ଖାଇବା କଥା ଅଛି। ସେ ବନ୍ଧୁଟି ଉଦାହରଣ ଦେଲେ ଋଗ୍ବେଦରେ ଏକ ମନ୍ତ୍ର ଯେ ଯଜ୍ଞାନମ ଯଜ୍ଞାନମ ମନୋର ଯଜତ୍ରା ଅମୃତା ରିତଜ୍ଞା ତେନୋ ରାସନ୍ତା ମୁର୍ଗାୟ ମଧ୍ୟ ଜୁୟମ ପାତ ସ୍ୱସ୍ତି ବି ସଦାନ। ଦେଖନ୍ତୁ ଏଠି ମୁର୍ଗା ମଧ୍ୟ ଶବ୍ଦଟା କଣ? ତେନୋ ରାସନ୍ତାମ ଯୁକ୍ତ ଉରୁଗା ଯୁକ୍ତ ଅୟମ ଯୁକ୍ତ ଅଦ୍ୟ ମିଶିଯାଇଛି ତେନୋ ରାସନ୍ତା ମୁର୍ଗାୟ ମଧ୍ୟ। ସନ୍ଧି ବିଚ୍ଛେଦ ନ କରିପାରି ଶବ୍ଦକୁ ନେଇ ଏଇଭଳି ବିକୃତ କରିବା ଯଥାଯୋଗ ବିଦ୍ବତ୍ତାର ଲକ୍ଷଣ ନୁହେଁ। ଆପଣ ଅନ୍ୟମାନଙ୍କ ପାଖରୁ ତାଳି ପାଇପାରନ୍ତି କିନ୍ତୁ ପରମାତ୍ମାଙ୍କର ଗାଳି ପାଇବା ପାଇଁ ପ୍ରସ୍ତୁତ ହେଇକି ଥାଆନ୍ତୁ। ଯଥାର୍ଥ ଜ୍ଞାନ ଅର୍ଜନ କରନ୍ତୁ। ଯଥାର୍ଥ ଜ୍ଞାନ ଅର୍ଜନ ନ କରି ଯେଉଁମାନେ ଏଇଭଳି ମିଥ୍ୟା ଭାବରେ ଈଶ୍ୱର ଧର୍ମ ବ୍ୟକ୍ତିର ପ୍ରଚାର କରୁଛନ୍ତି ସେମାନଙ୍କଠାରୁ ଯଦି ଆପଣ ଦୂରେଇ ନ ରହିବେ ତାହେଲେ ଈଶ୍ୱର ପ୍ରାପ୍ତି ଆପଣଙ୍କର ବିଳମ୍ବ ହେଇଯିବ। କାହିଁକି ନା ଈଶ୍ୱର ପାଇବା ଯେଉଁ ସହଜ ପଦାର୍ଥ ଆମେ ତାକୁ ଏଇ ବାଟରେ ଯଦି ଉପାସନା ଭୁଲ ଉପାସନା ପଦ୍ଧତିରେ ଯିବା ତାହେଲେ ଭୁଲ ଉପାସନା ପଦ୍ଧତି ହିଁ ଆମକୁ ଈଶ୍ୱର ପ୍ରାପ୍ତିରେ ଅନେକ ବିଳମ୍ବ କରିଦେବ। ତେଣୁ ଆସନ୍ତୁ ବୈଦିକ ବିଚାର ଯାହା ବେଦରେ ଈଶ୍ୱରକୃତ, ଏ ବେଦ ଈଶ୍ୱରଙ୍କ ବାଣୀ ବ୍ରହ୍ମା ବଚନେ ପରିମାଣୀ। ଈଶ୍ୱରଙ୍କର ବାଣୀ ବେଦକୁ ଜାଣିବା ତଦନୁସାରେ ଜୀବନଯାପନ କରିବା, ତାହା ହେଲେ ଈଶ୍ୱର ପ୍ରାପ୍ତିର ମାର୍ଗ ସରଳ ହେବ ଏବଂ ଜୀବନ ଆପଣଙ୍କର ସଫଳ ହେବ।